ଆପଣଙ୍କ ପରିଚୟ ସାର୍ ଆଜି ଯେ ଆପଣ ବ୍ଲକ ପଟ୍ଟନାୟକ ନगर କଂଗ୍ରେସ ସଭାପତି ବାସୁଦେବପୁର ମ୍ୟୁନିସିପାଲିଟି। ଆଜି ଯେ ବ୍ଲକ ଘେରାଉ କରିଥିଲେ କ'ଣ ଉଦ୍ଦେଶ୍ୟ ଥିଲା? ଦେଖନ୍ତୁ ବିଭିନ୍ନ ସମସ୍ୟା 7-8 ବର୍ଷ ସମସ୍ୟା ନେଇକି ଆଜି ବାସୁଦେବପୁର କଂଗ୍ରେସ ଆଜି ବ୍ଲକ ଘେରାଉ କରିଥିଲା। ସର୍ବପ୍ରଥମେ ଏ ଯେଉଁ ନବୀନ ଓଡ଼ିଶା ସରକାର ନାଁରେ ଯେଉଁ ପ୍ରତି ପଞ୍ଚାୟତକୁ 50 ଲକ୍ଷ ଟଙ୍କାର ଅନୁଦାନ ଦେଇ ଯେଉଁ କାର୍ଯ୍ୟକ୍ରମ କରୁଥିଲେ ତାକୁ ବିଗତ କିଛି ଦିନ ପୂର୍ବରେ ଆମର ବାସୁଦେବପୁର କଂଗ୍ରେସ ଗୋଟେ ହାଇକୋର୍ଟରେ କେସ୍ କରି ତାକୁ ଷ୍ଟେ ଅର୍ଡ଼ର କରାହେଇଥିଲା ଯେ ଆପଣ ଯେଉଁ କାର୍ଯ୍ୟକ୍ରମ ଗାଁରେ ଯେଉଁ 50 ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ଗାଁରେ ଗ୍ରାମସଭା କରି ଲୋକମାନଙ୍କର କେଉଁ ଜିନିଷର କାମ ହେବା ଦରକାର ତାକୁ ନେଇକି କାମ କରିବା ପାଇଁ ସେଟା ହାଇକୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦୁଃଖର କଥା ସେମାନେ ସେ ଜିନିଷକୁ ବେଖାତିର କରି ପୁଣି ହାଇକୋର୍ଟର ଅର୍ଡ଼ରକୁ ବେଖାତିର କରି ସେମାନେ ତାଙ୍କ ନିଜ ଇଚ୍ଛାରେ ବିଭିନ୍ନ ଗୁଡ଼ାକ କାର୍ଯ୍ୟକ୍ରମ ସେ କରୁଛନ୍ତି। ସେ ହେଲା ପ୍ରଥମ ଗୋଟେ ଦଫା ନେଇକି ଆମେ ବିରୋଧ କରିଥିଲୁ। ଦ୍ୱିତୀୟ ହେଲା ଆବାସ ଯୋଜନାରେ ଯେଉଁ ହିତାଧିକାରୀ ପାଇବା କଥା ଗରିବ ଲୋକ ପୂର୍ବରୁ ମଧ୍ୟ ଦେଖିବେ ବହୁତ ବାରମ୍ବାର ବାସୁଦେବପୁର କଂଗ୍ରେସ ଏ ବ୍ଲକ ଅଫିସକୁ ଘେରାଉ କରିଛି। ଯେଉଁ ଲୋକମାନେ ପ୍ରକୃତରେ ହିତାଧିକାରୀ ଘର ପାଇବା ଯୋଗ୍ୟ ତାଙ୍କୁ ନ ଦେଇ ତାଙ୍କ ଦଳୀୟ ଭିତ୍ତିରେ ତାଙ୍କର ଦଳୀୟ କାର୍ଯ୍ୟକର୍ତ୍ତା ତାଙ୍କର ଦଳକୁ ସମର୍ଥନ କରୁଥିବା ଲୋକମାନଙ୍କୁ ସେ ଦେଇଛନ୍ତି, ଯେଉଁଥିରେ କି ଗରିବ ଲୋକମାନେ ସେଥିରେ ଉପକୃତ ହୋଇପାରୁନାହାନ୍ତି। ଆପଣମାନେ ଆଜି ଦେଖିଥିବେ ଶହ ଶହ ସଂଖ୍ୟାରେ ହଜାର ହଜାର ସଂଖ୍ୟାରେ ମହିଳାମାନେ ଆଜି ତାଙ୍କର ଆକ୍ରୋଶ ଭାବ ଦେଖାଉଥିଲେ। ଆଜି ବ୍ଲକ ଘର ସବୁ କବାଟରେ ତାଲା ଦିଆହେଇଛି। ଦେଖନ୍ତୁ ଆପଣ ତ ଦେଖୁଛନ୍ତି ଇଏ ବାସୁଦେବପୁର ବ୍ଲକରେ ବର୍ତ୍ତମାନ ଦିନ 1 ବାଜିଛି। ଗୋଟେ ଅଫିସ୍ ଟାଇମ୍ରେ ଦିନ 1 ବେଳକୁ କୌଣସି ଅଫିସରେ ବିଡ଼ିଓ ଅଛନ୍ତି ନା କେହି ଅଛନ୍ତି, ସବୁ ଅଫିସରେ ତାଲା ପଡ଼ିଛି। ଆପଣମାନେ ଦେଖନ୍ତୁ ଏଠି ଆପଣମାନେ ସାମ୍ବାଦିକ ଯେଉଁମାନେ ଅଛନ୍ତି ମୁଁ ତାଙ୍କୁ ଅନୁରୋଧ କରିବି ଆପଣମାନେ ଏଇ ଜିନିଷକୁ ଦେଖନ୍ତୁ। ଆପଣମାନେ ଚତୁର୍ଥ ସ୍ତମ୍ଭ ଗଣତନ୍ତ୍ରରେ ଯଦି ଚତୁର୍ଥ ସ୍ତମ୍ଭ ଯଦି ସେ ପ୍ରପର କାମ କରେ ନିଶ୍ଚିନ୍ତ ଆଗାମୀ ଦିନରେ ଲୋକମାନେ ଅଧିକାରୀମାନେ ଯେଉଁ ଏଇ ଯେଉଁ ଚାଲିକି କାମ କରୁଛନ୍ତି ଯେଉଁ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି ସେମାନେ ବିରତ ରହିବେ, ଲୋକମାନଙ୍କୁ ନ୍ୟାୟ ଦେବେ। ଆପଣମାନଙ୍କର ସେଇଭଳି ରିପୋର୍ଟିଂ ହେବା ଦରକାର। ଲୋକମାନେ ଜାଣିବା ଦରକାର ଇଏ ବ୍ଲକ ଅଫିସଟା ଏଠି ଗୋଟେ ବର୍ଷରେ 500 କୋଟି ଟଙ୍କାର ଏଠି ପଇସା ଖର୍ଚ୍ଚ ହେଉଛି। କେତେ ଟଙ୍କାର ପିସି ସେମାନେ ଖାଉଛନ୍ତି ଭାବନ୍ତୁ। ତେଣୁ ଏ ପିସି କାରବାର କରିବା ପାଇଁ ଅଫିସଟି ଅଛି। ବିଧାୟକ କ'ଣ ଏଇ ଜିନିଷ ଦେଖିପାରୁନାହାନ୍ତି? ଆପଣ ନ୍ୟୁଜ୍ ରେକର୍ଡ ଦେଖି ବିଧାୟକ ଯାଇକି ଆପଣ ମୋ ପ୍ରଶ୍ନଟା ଉତ୍ତର କରନ୍ତୁ, କାହିଁ ଆପଣ ବ୍ଲକ ଅଫିସ ବନ୍ଦ ହେଇଥିଲା? ସମସ୍ତଙ୍କୁ ଜାଗ୍ରତ ହେବାକୁ ପଡ଼ିବ। ଯଦି ସମସ୍ତେ ଜାଗ୍ରତ ନ ହେବେ ଇଏ ଗରିବ ମୂଲ୍ୟମଣ୍ଡିଆ ଲୋକମାନେ ହିଁ ହଇରାଣ ହେବେ, ଆଉ କିଛି ଇଏ ନାହିଁ। ତେଣୁ କଂଗ୍ରେସ ସବୁବେଳେ ଗରିବ ଲୋକଙ୍କ ସାଥ ଦେଇଛି, ଗରିବ ଲୋକଙ୍କ ସାଙ୍ଗରେ ଅଛି, ସବୁବେଳେ ତାଙ୍କ ପାଇଁ ପ୍ରତିବାଦ କରିବ, ତାଙ୍କ ପାଇଁ ଲଢ଼େଇ କରିବ। ଆଜି ମଧ୍ୟ କଂଗ୍ରେସ ଆଜି ଲଢ଼େଇ କରୁଛି।